ଏବେ ମୋ ଝିଅ ସେ ବୟସରେ ଅଛି ଯୋଉ ବୟସରେ ମୋ ବାବା ଦିନେ ମତେ ଭଲ ପାଇବା ଷ୍ଟାର୍ଟ କରିଥିଲେ। ତା ଆଗରୁ ତାଙ୍କୁ ଲାଗୁଥିଲା ଯେ ଝିଅଟେ ଜନ୍ମ ହେଲା ଏବେ ଯୌତୁକ ପାଇଁ ପଇସା ରଖିବାକୁ ପଡିବ। ଆଗରୁ ଘରେ ଜନ୍ମ ହଉଥିଲେ ସମସ୍ତେ ଛୁଆ ପ୍ରାୟ, ତ ମୁଁ ବି ଘରେ ଜନ୍ମ ହେଇଛି। ଜଣେ ବଡ ବୋଉ ଆସି ପଚାରିଲେ କଣ ହେଇଛି ବୋଲି, ସେଇ ବାବା କହିଲେ ନେଲା ପାଟି। ନେଲା ପାଟି ମାନେ ଯୌତୁକ ନେଲା ପାଟି। ଗୋଟେ ବାପା ଯଦି ଖୁସି ନ ହେଇ କେମିତି କହିପାରୁଛି ତାର କାରଣଟା କଣ? ଏ ସମାଜରେ ଯୌତୁକ ପ୍ରଥାଟା କିଏ ଉଠଉଥିଲା କେଜାଣି? ଏକରେ ତ ଝିଅ ଦବ ତମ ଘରର ଯାବତୀୟ କାମ କରିବା ପାଇଁ, ଦୁଇରେ ଯୌତୁକ ବି ଦବ। ଆଉ କିଛି ଲୋକ କୁହନ୍ତି ଆମକୁ କିଛି ଯୌତୁକ ମାଗି ନାହାନ୍ତି ଯେ ଆଉ ଝିଅ କଣ ଖାଲି ହାତରେ ବିଦା କରିବୁ, ଲୋକ କଣ କହିବେ, ପାଖ ସାହି ପଡିଶା କଣ କହିବେ, ଏମାନଙ୍କ କତିରେ ଅଧିକା ପଇସା ସେଇଥିପାଇଁ ଏମିତି କୁହନ୍ତି। ଦୁଇରେ ଦେଖେଇ ହୁଅନ୍ତି ଆମ କତିରେ ଏମିତି ଅଛି, ଆମ ଝିଅ ଏତେ ନେଇକି ସେମିତିରେ ବି ଅନେଇକି ଗଲେ ଆଖପାଖ ପଡୋଶୀଙ୍କର ବି ବହୁତ ରଙ୍ଗ। ତାଙ୍କ ଝିଅ ଏତେ ନେଇକି ହେଇଛି ଯେତେ ନେଇକି ଗଲେ ଏମିତି ଖୁସି ହେବେ। ଆଉ ଯିଏ ଆଣିନଥିବ ତାଙ୍କ ଝିଅ କିଛି ଆଣିନିବେ, ହାର ପିନ୍ଧିଛି, କାନରେ ପିନ୍ଧିଛି, ଭଲ ହେଇଛି ତ କାନଟା ସୁନ୍ଦର ହେଇଛି, ଇଏ ହେଇଛି ସେ। ତମର ଦେଖିବା କଣ ଦରକାର, ଏଇ ଭଲ ଖଟ ପକେଇଯିବି ତାଙ୍କ ଘରେ ଆଣିକି, ଗଡରେଜ ଟା ବଢିଆ ହେଇଛି, ଡ୍ରେସିଂ ଟେବୁଲ ଲାଇଟ ଲାଗିଛି, ଇଏ ଲାଗିଛି, ସିଏ ଲାଗିଛି, ଭଲ ଡ୍ରେସିଂ ଟେବୁଲ ଆଣିଛି, ଖଟଟା ଭଲ ହେଲାନି, ଜଜ୍ କରିବାକୁ ଡାକି ନେଇ ଆସିବେ ଏମାନଙ୍କୁ। କଣ ପାଇଁ? ତମେ କିଏ ତାଙ୍କ ଘରେ ପଶିକି ସବୁ ଦେଖିବା ପାଇଁ? ସେ ତମକୁ ଦେଖେଇବାକୁ ଆଣିଛି, ସେ ତ ନିଜେ ଚଳିବାକୁ ଆଣିଛି।